ଅନନ୍ତ ଅମ୍ବାନୀ ସମସ୍ତଙ୍କୁ 1.5 କୋଟିର ଘଣ୍ଟା ଦେଲେ, ମୋତେ ଦେଲେନି। ଇଣ୍ଟରଭ୍ୟୁରେ ରାଗିଲେ ମିକା। ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବାହାଘର ମହା ଆଡ଼ମ୍ବରରେ ହୋଇଥିଲା। ମାସ ମାସ ଧରି ଭୋଜି ଭାତ, ଅତିଥିଙ୍କୁ ଦାମୀ ଉପହାର, ଅତି ଘନିଷ୍ଠ ବନ୍ଧୁଙ୍କୁ ପ୍ରାୟ 1.5 କୋଟି ଟଙ୍କାର ଦାମିକିଆ ଘଣ୍ଟା ଉପହାର ଦେଇଥିଲେ ଅନନ୍ତ ଅମ୍ବାନୀ। ହେଲେ ବଲିଉଡ୍ ଗାୟିକା ମିକା ସିଂଙ୍କୁ କିନ୍ତୁ ଘଣ୍ଟା ମିଳିଲା ନାହିଁ। ଏଥିପାଇଁ ତାଙ୍କ ମନ ଖୁବ୍ ଦୁଃଖ। ଏନେଇ ସେ ୟୁଟ୍ୟୁବ୍ ଚ୍ୟାନେଲ୍ ଦ ଲଲନ ଟପ୍ପୁ ଇଣ୍ଟରଭ୍ୟୁରେ ଦେଇ କହିଛନ୍ତି। ଇଣ୍ଟରଭ୍ୟୁରେ ସେ ତାଙ୍କ ନିରାଶ ପ୍ରକାଶ କରି କହିଛନ୍ତି, ମୁଁ ଅନନ୍ତ ଅମ୍ବାନୀଙ୍କ ବାହାଘରର ଗୀତ ଗାଇବାକୁ ଯାଇଥିଲି। ସେ ସମସ୍ତଙ୍କୁ ଏମିତିକି ମୋତେ ବି ପ୍ରଚୁର ଟଙ୍କା ବାଣ୍ଟିଥିଲେ। କିନ୍ତୁ ଗୋଟେ କଥା ମୋତେ ରାଗ ଲାଗିଲା, ମୁଁ ସେ ଘଣ୍ଟା ପାଇଲି ନାହିଁ, ଯାହା ଅନ୍ୟ ଘନିଷ୍ଠ ବନ୍ଧୁମାନେ ପାଇଥିଲେ। ଏହାକୁ ମଜାଳିଆ ଢଙ୍ଗରେ ମିକା ସିଂ କହିଛନ୍ତି, ଅନନ୍ତ ଭାଇ, ତୁମ ସାନ ଭାଇ ପରା ମୁଁ। ସମସ୍ତଙ୍କୁ ଘଡ଼ି ଦେଇଛ। ତେବେ ଆମେରିକାରେ ମ୍ୟୁଜିକ୍ କନସର୍ଟ କଲାବେଳେ ମୋତେ ସୁନା ଚେନ୍ ଓ ଘଡ଼ି ଉପହାର ଦିଆଯାଇଥିଲା, ଯାହା ମୁଁ ଆଶା ବି କରିନଥିଲି। କିନ୍ତୁ ଅମ୍ବାନୀଙ୍କ ଘରେ ମୁଁ କିଛି ଆଶା କରିଥିଲି। ତେଣୁ ଅନନ୍ତ ଭାଇ, ମୁଁ ଏହାପରେ ଯେତେବେଳେ ବି ଆପଣଙ୍କ ଘରକୁ ଆସିବି, ତୁମେ ଯାହା ପାରିବ ମୋତେ ଦେଇଦେବ। ଏମିତିକି ତୁମେ ପିନ୍ଧିଥିବା ଘଣ୍ଟାଟି ବି ଦେଇଦେଲେ ମୋର ହେବ ବୋଲି ମିକା କହିଛନ୍ତି। ସେହିଭଳି ଅମ୍ବାନୀ ବାହାଘରରେ ମିଳିଥିବା ଅର୍ଥକୁ ନେଇ ପଚରାଯିବାରୁ ସେ କହିଥିଲେ ଯେ ମୋତେ ବହୁତ ଅର୍ଥ ମିଳିଛି। ମୋ ଖର୍ଚ୍ଚ ବେଶୀ ନୁହେଁ, ତେଣୁ ଏଥିରେ ମୁଁ ଆରାମରେ 5 ବର୍ଷ ଚଳିଯିବି।